ବର୍ଷ 108ତମ ଚନ୍ଦନ ଉତ୍ସବକୁ ଭଲ ଭାବେ ପାଳନ କରିବା ପାଇଁ ଆମେ ପ୍ରସ୍ତୁତି ବୈଠକ ଆଗରୁ କରିଥିଲୁ। ଆଜି ସାମ୍ବାଦିକ ଭାଇମାନଙ୍କୁ ଡାକିକି ସାରା ବାଲେଶ୍ୱର ଏବଂ ଓଡ଼ିଶାବାସୀମାନଙ୍କୁ ଜଣାଇବାକୁ ଚାହୁଁ ଯେ ମିର୍ଜାପୋଖରୀ ଚନ୍ଦନର ସାମ୍ବାଦିକ ସମ୍ମିଳନୀ କ'ଣ କ'ଣ କରିବୁ କାର୍ଯ୍ୟକ୍ରମ 25 ତାରିଖ ଆମେ ପ୍ରଥମେ 20 ତାରିଖ ଅକ୍ଷି ତୃତୀୟା ଦିନ ପୁରୀର ଆରମ୍ଭ ହୁଏ। ଆମର ମଧ୍ୟ ଏଠି ନଳାଦଣ୍ଡା ଗୋଟେ ରହିଛି, ପୂର୍ବପୁରୁଷର ସେ ନଳାଦଣ୍ଡ ରହିଛି, ସେଠି ଆମେ ପତାକା ପୋତିବୁ ପୂଜା କରିକି ଏବଂ ପ୍ରଭୁ ରାଧାକୃଷ୍ଣଙ୍କୁ ଡାକିବୁ ଯେ ସେ ଆମକୁ ରକ୍ଷା କରିବେ। ସେହି ଉଦ୍ଦେଶ୍ୟରେ ସେ ନଳାଦଣ୍ଡରେ ବନ୍ଧାଯାଏ ଆମର ପତାକା ଏବଂ ତାପରେ 25 ତାରିଖରୁ ଆରମ୍ଭ ହେବ 7 ଦିନ ଆମର ପରମ୍ପରା ହେଇଛି। 7 ଦିନ ହୁଏ କିନ୍ତୁ ଦୀର୍ଘ 15-20 ବର୍ଷ ଧରିକି ବର୍ଷା ହେଉଥିବାରୁ ଗୋଟିଏ ଦିନ ଅଧିକ କରୁ, ଆମେ 8 ଦିନ କରୁ ଏବଂ ସେଥିପାଇଁ ଜିଲ୍ଲା ପ୍ରଶାସନ ପାଖରୁ ମଧ୍ୟ ପରମିଶନ ନେଉ, ପୁଲିସ ପ୍ରଶାସନକୁ ଜଣାଉ, ସମସ୍ତେ ସହଯୋଗ କରନ୍ତି। ଏ ବର୍ଷ 25 ତାରିଖ ପ୍ରଥମେ ଭଜନ ହେବ, ତା ସହିତ ଆପଣଙ୍କର ମେଲୋଡ଼ି ମଧ୍ୟ ହେବ। ଆଉ ଲାଷ୍ଟ 3 ଦିନ ଯେଉଁ 1 ତାରିଖ 30 ତାରିଖ 29 ତାରିଖ 29 30 31 1 ଏଇଟା ତ 29 ନା ମେ ମାସ 29 30 ସେଇ 3 ଦିନ ଆମେ ଯାତ୍ରା କରିବୁ ଏବଂ ମେଲୋଡ଼ି କରିବୁ। ଏବଂ ଆପଣମାନଙ୍କ ଜରିଆରେ ମୁଁ ପୁଲିସ ପ୍ରଶାସନ ଏବଂ ଆମର ଜିଲ୍ଲା ପ୍ରଶାସନଠାରେ ଅନୁରୋଧ କରିବି, ଯେହେତୁ ସାରା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଚନ୍ଦନ ଉତ୍ସବ ବାଲେଶ୍ୱର ମିର୍ଜାପୋଖରୀ, ତେଣୁ ଆପଣମାନଙ୍କ ଜରିଆରେ ମୁଁ ତାଙ୍କୁ ଅନୁରୋଧ କରିବି ଦୟାକରି ଆମକୁ ଟିକେ ଟାଇମ୍ ଦେବେ, କାରଣ ଏଠି ବହୁତ ଲୋକ ସମାଗମ ହୁଅନ୍ତି ଏବଂ ରାତି ସାରା ଏଠି ମେଳା ଚାଲିଥାଏ, ଲୋକମାନେ କିଣା ବିକା କରନ୍ତି। ଏଠି ଏମିତି ଜିନିଷ ମିଳେ ଖାଲି ବାପା ମା ଛାଡ଼ିକି ଆଉ ସମସ୍ତ ପ୍ରକାର ଘରକରଣା ଜିନିଷ ଏଠି ମିଳେ। ତେଣୁ ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସନ୍ତି ଚନ୍ଦନ ଉତ୍ସବ ଉପଭୋଗ କରିବା ସହିତ ତାଙ୍କର ଘରକରଣାର ଜିନିଷ ସବୁ କିଣନ୍ତି। ତେଣୁ ଆପଣମାନଙ୍କ ଜରିଆରେ ମୋର ଟିକେ ଅନୁରୋଧ ହେବ ଜିଲ୍ଲା ପ୍ରଶାସନ ପୁଲିସ ପ୍ରଶାସନକୁ ଆମକୁ ଟିକେ ଟାଇମ୍ ଦେବେ ଏବଂ ଯାତ୍ରାମାନଙ୍କୁ ଆମେ ଦେଇସାରିଛୁ ଆଡ଼ଭାନ୍ସ, ମେଲୋଡ଼ିମାନଙ୍କୁ ଆଡ଼ଭାନ୍ସ ଦେଇସାରିଛୁ, ଲାଇଟ୍ ଫାଇଟ୍ ଡେକୋରେସନ୍ ଯେରକମ ହୁଏ ହେବ ଖୁବ୍ ସୁନ୍ଦର ଭାବେ ହେବ। ଏବଂ ବାଲେଶ୍ୱର ଯେଉଁମାନେ ଏଠି ଆସି ଦେଖିବେ ସମସ୍ତଙ୍କୁ ମୋର ଅନୁରୋଧ ରହିବ ଶାନ୍ତି ଶୃଙ୍ଖଳାର ସହିତ ଗତ ବର୍ଷ ଦେଖିକି ଯାଇଥିଲେ, ଏ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଏ ଚନ୍ଦନ ଉତ୍ସବକୁ ସେମାନେ ଉପଭୋଗ କରିବା ସହିତ ଆମକୁ ପାଳନ କରିବା ପାଇଁ ସହଯୋଗ ଦେବେ। ଧନ୍ୟବାଦ। ସମସ୍ତ ନମସ୍କାର, ଗଣମାଧ୍ୟମ ନମସ୍କାର। ଆମର ଏ ବର୍ଷ 108ତମ ଆମେ ଚନ୍ଦନ ଯାତ୍ରାର ପାଳନ କରୁଛେ। ବିଶେଷ କରି ଆମର ଶୋଇଲପୁର, ଗୋପାଳଗାଁ, ମାଣିକମ୍ 3ଟା ଗାଁ ମିଶିକି ଆମେ এই କମିଟି ତରଫରୁ ଆମେ ଆୟୋଜନ କରୁ। ଆମର 20 ତାରିଖ ଦିନ ଆମର ଅକ୍ଷି ତୃତୀୟା ଦିନ ଆମ ନାବ ପୋଖରୀ ମଧ୍ୟରେ ବାହାରିବ, ସେ ପୂଜା କରାଯିବ ଏବଂ 25 ତାରିଖ ପୂର୍ବରୁ ଆମର କାର୍ଯ୍ୟକ୍ରମ ଆରମ୍ଭ ହେବ। ସବୁ ବର୍ଷ ସପ୍ତାହ 7 ଦିନ ହୁଏ। ଏ ବର୍ଷ ଆମେ ସାଧାରଣ ପ୍ରଶାସନ ପାଖରେ ଏବଂ ଜିଲ୍ଲା ପ୍ରଶାସନ ଅନୁରୋଧ କରିବା ଗୋଟେ ଦିନ ବଢ଼ିବା ପାଇଁ। ଆପଣ ଜାଣିଥିବେ ମିର୍ଜାପୋଖରୀ ଚନ୍ଦନ ଯାତ୍ରା ସାରା ଓଡ଼ିଶାର ଦ୍ୱିତୀୟ ହିସାବରେ ପ୍ରସିଦ୍ଧ, ପୁରୀ ପରେ ପରେ। ଏଥିରେ ବହୁତ ଲୋକ ସଂଖ୍ୟା ହୁଅନ୍ତି ଏବଂ 400ରୁ ଅଧିକ ଷ୍ଟଲ୍ ପଡ଼େ ଏବଂ ଏଥିରେ ଭଜନ କାର୍ଯ୍ୟଠୁ ଆରମ୍ଭ କରିକି ମେଲୋଡ଼ି କାର୍ଯ୍ୟକ୍ରମ ଏବଂ ଛୋଟ ଯେଉଁ ପୁରାତନ ଯାତ୍ରା ବି ଏଥର ହୁଏ। ତେଣୁ ଲୋକମାନଙ୍କର ଗୋଟେ ସ୍ପୃହା ଥାଏ, ଆଶା ଥାଏ ଯେ ଯାହା ବି ଆମେ ଯାବା ଚନ୍ଦନ କମିଟି ମିର୍ଜାପୁର ବୁଲିକି ଆସିବା। ଏବଂ ଏଥିରୁ ଆମର ଯେଉଁମାନେ କମିଟିର ସମସ୍ତେ ଅଛନ୍ତି ସମସ୍ତେ ମିଳିତ ବିଷୟରେ କରି ସାହାଯ୍ୟ କରନ୍ତି ଏବଂ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଆମେ ଆପଣମାନେ ସାହାଯ୍ୟ କରିବେ ଆର ପ୍ରଚାର ପ୍ରସାରରେ ଏବଂ ଆମ ତରଫରୁ ଆମେ ଚେଷ୍ଟା କରିବା କେମିତି ଶାନ୍ତି ଶୃଙ୍ଖଳା ଏମିତି ପାଳନ କରିବା।